ଯଦି ଆପଣ ନାଇଟ୍ ବସ୍ ରେ ଯାଉଛନ୍ତି, ପ୍ରାୟ ଲୋକ ନାଇଟ୍ ବସ୍ ରେ ସଫର କରିବା ପାଇଁ ବହୁତ ଭଲ ପାଇଥାନ୍ତି। ଲଙ୍ଗ ଜର୍ଣ୍ଣି ଯୋଉଟା କି ଆମ ଓଡିଶା ଭିତରେ ରାଉରକେଲା କେଉଁଝର ବହୁତ ବଡ ଡିଷ୍ଟାନ୍ସ ରେ ସେମାନେ ନାଇଟ୍ କୋଚ୍ ରେ ଯିବା ପାଇଁ ପ୍ରେଫର କରିଥାନ୍ତି। କିନ୍ତୁ ନାଇଟ୍ କୋଚ୍ ରେ ଯିବା ପୂର୍ବରୁ ଥରେ ଭିଡିଓକୁ ଥରେ ନିହାତି ଦେଖି ଦିଅନ୍ତୁ। ତେବେ ରିସେଣ୍ଟଲି ଗୋଟେ ଘଟଣା ଘଟିଛି, ତ ମୁଁ ଗୋଟେ ବହୁତ ବଢିଆ ଘଟଣା ଭିତରେ ମଧ୍ୟ ମୁଁ କହିବି। ତ ରିସେଣ୍ଟଲି ଗୋଟେ ଘଟଣା ଘଟିଛି ଯୋଉଟା କି ୱିନର ବସ୍ ଭୁବନେଶ୍ୱର ରାଉରକେଲା ଯାଉଥିଲା, ତାର ହଠାତ୍ ଯିବା ମଝିରେ ତାର ଯୋଉ ଡ୍ରାଇଭର ଜଣକ ଅଛନ୍ତି ତ ସିଏ ଶୋଇ ପଡିଥିଲେ। ତ ହଠାତ୍ ଜଣେ ଯାତ୍ରୀ ଦେଖିକି ଉଠେଇକି ମାନେ ଗାଡି ସ୍ଲୋ ହେଇଯାଇଥିଲା। ତ ମାନେ ଭଗବାନଙ୍କ ଜଗନ୍ନାଥଙ୍କ କୃପାରୁ କାହାରି କିଛି ହେଇନାହିଁ, କାହାରି କିଛି ହେଇନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ, ଯଦି ବସ୍ ଡ୍ରାଇଭର ଏମିତି ବସ୍ ନଉନୁ ଶୋଇ ପଡିଥିବ ହଠାତ୍, ତାହେଲେ ସେଇ ଯୋଉ ଯାତ୍ରୀ ସବୁ ଅଛନ୍ତି ଯୋଉମାନେ ନିଶ୍ଚିନ୍ତରେ ଶୋଇଛନ୍ତି ସେମାନେ ବି ନିଶ୍ଚିନ୍ତରେ ଶୋଇଥିବେ, ଡ୍ରାଇଭର ଜଣକ ମଧ୍ୟ ନିଶ୍ଚିନ୍ତରେ ଶୋଇଥିବେ। ଆଉ ଆଉ ସେଇଥିପାଇଁ ମୁଁ କହୁଛି, ଯଦି ବି ଆପଣ ନାଇଟ୍ ବସ୍ ରେ ଯାଉଛନ୍ତି ଥରେ ଥରେ ମଝିରେ ଉଠି ଉଠି ଲକ୍ଷ୍ୟ କରନ୍ତୁ ଯେ ଡ୍ରାଇଭର କଣ କରୁଛି। ତ ଏଇଭଳିଆ ମୋ ସହିତ ମଧ୍ୟ ଥରେ ହେଇଥିଲା। ତ ଯୋଉଟା କି ମୁଁ ବାଲେଶ୍ୱରରୁ କେଉଁଝରକୁ ଯାଉଥିଲି, ବସ୍ ନା କହିବିନି, ତ ଇଣ୍ଟରସିଟି ଲେଖା ହେଇଥିଲା ସେ ବସ୍ ରେ। ତ ଏଇଭଳିଆ ମୁଁ ବି ମଧ୍ୟ ରାତିରେ ଲକ୍ଷ୍ୟ କଲି, କାରଣ ମୁଁ ରାତି ବସ୍ ରେ ଗଲେ କେବେ ଶୁଏ ନାହିଁ, ଏପଟେ ସେପଟେ ବୁଲୁଥାଏ। ତ ହଠାତ୍ ଲକ୍ଷ୍ୟ କରିଥିଲି ଯେ ବସ୍ ବହୁତ ସ୍ଲୋ ଯାଉଥିଲା। ହଠାତ୍ ଦେଖିଲା ବେଳକୁ ବସ୍ ଡ୍ରାଇଭର କଣ କରିଛି, ତ ଧୀରେ ଧୀରେ ଏମିତି ଢୋଳଉଛି, ଧୀରେ ଧୀରେ ଏମିତି ଢୋଳଉଛି। ତ ମୁଁ ଯାଇକି ହେଲ୍ପରଙ୍କୁ କହିଥିଲି, କଣ୍ଡକ୍ଟର ମଧ୍ୟ ଥିଲେ ତା ଭିତରେ, ତ ତାଙ୍କୁ ଯାଇ କହିଥିଲେ, ତ ସିଏ ଉଠେଇଥିଲେ ତାଙ୍କୁ। ତ ସିଏ ମୋତେ ଘାଟି ଉପରେ ଚଢି ଯାଉଥିଲା। ତ ବୋଧେ 2013 କି 14 ଘଟଣା, ସେତେବେଳେ ମୋର ନୋକିଆ 2690 ଫୋନ୍ ଥିଲା, କ୍ୟାମେରା ଥିଲା, କିନ୍ତୁ ଏତେ ମୋର ଆଇଡିଆ ନଥିଲା ଯେ ଭିଡିଓ କରିବା ବୋଲି। କିନ୍ତୁ ମୁଁ ଡରିକି କଣ କଲି, ଯେ ଡ୍ରାଇଭର ଜଣକୁ ଆଉ କଣ୍ଡକ୍ଟର ଜଣକୁ କହିଥିଲି। ତ ଏତେ ଭିଡିଓ ଭାଇରାଲ ଥିଲା, ଏବେ ତ ସୋସିଆଲ ମିଡିଆରେ ଭାଇରାଲ ହେଇଯାଉଛି। ତ ଆପଣଙ୍କୁ ମୁଁ ଏମିତି ଗୋଟେ ଅନୁରୋଧ କରିବି, ଯଦି ଆପଣ ନାଇଟ୍ ବସ୍ ରେ ଯାଉଛନ୍ତି ନା, ତାହେଲେ ଥରେ ଥରେ ମଝିରେ ଯାଇକି ଚେକ୍ କରନ୍ତୁ, କାରଣ ଡ୍ରାଇଭର ମାନେ ଏବେ ଶୋଇ ପଡୁଛନ୍ତି। ଭାଇ ଭିଡିଓକୁ ନିହାତି ସମସ୍ତଙ୍କୁ ସେୟାର କରିଦିଅନ୍ତୁ।